ଆଜିର ଭିଡ଼ିଓରେ ଆଜିର ଅନୁଚିନ୍ତା ସାଧୁବାଣୀ ଭାଗ 25 ରହିଛି। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ଅହଙ୍କାରରୁ ମୁକ୍ତ ହେବା ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ। ଯେକୌଣସି ମଣିଷ ଭିତରେ ମୁଁ ଭାବନା ତାକୁ ଜ୍ଞାନ ପଥରେ ଆଗକୁ ବଢ଼ିବାକୁ ବାଧା ଦିଏ। ମୁଁ ଏହା କଲି, ମୁଁ ତାହା କଲି, ମୁଁ ଏହାକୁ ତ୍ୟାଗ କଲି। ଏହି ଅହଙ୍କାରର ଅନୁପସ୍ଥିତି ଜଣେ ଜ୍ଞାନୀ ବ୍ୟକ୍ତିଙ୍କ ଲକ୍ଷଣ। ଆଖି କେବଳ ଆମକୁ ଦୃଷ୍ଟି ପ୍ରଦାନ କରେ, କିନ୍ତୁ କେତେବେଳେ କାହା ଭିତରେ କ'ଣ ଦେଖିବା ଏହା ଆମର ଭାବନା ଉପରେ ନିର୍ଭର କରେ। ମନୁଷ୍ୟ ଜନ୍ମ ମୂଲ୍ୟବାନ, ତେଣୁ ନିଜର କର୍ମ ଓ ବାଣୀ ଦ୍ୱାରା ଜଣେ ଭଲ ମଣିଷ ହେବା ହିଁ ଶ୍ରେଷ୍ଠ। ଖାଲି କଥା ନୁହେଁ, ଆବଶ୍ୟକ ନ ପଡ଼ିଲେ ଅନ୍ୟର କାମରେ ହସ୍ତକ୍ଷେପ କରନ୍ତୁ ନାହିଁ। ଆପଣ ହୁଏତ ଅନ୍ୟକୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ କାମ କରିବାକୁ ଭାବୁଥିବେ, ମାତ୍ର ସବୁ ଲୋକ ତାହାର ମର୍ଯ୍ୟାଦା ବୁଝି ଯେ ତାହାକୁ ସମ୍ମାନ ଦେବେ ତାହାର କିଛି ହିଁ ମାନେ ନାହିଁ। ପ୍ରତ୍ୟେକ ମନୁଷ୍ୟ ନିଜ ଭିତରେ ଭରି ରହିଥିବା ବ୍ୟବହାରକୁ ତ୍ୟାଗ କରି ସଦାସର୍ବଦା ନିଜ ଭିତରେ ଲୁଚି ରହିଥିବା ଉତ୍ତମ ବ୍ୟବହାରର ସଦୁପଯୋଗ କରିବା ଉଚିତ। ଆଉ ତାହା ହିଁ ଆପଣଙ୍କୁ ସମସ୍ତଙ୍କ ହୃଦୟରେ ସବୁଦିନ ପାଇଁ ଜୀବିତ କରି ରଖିଥାଏ। ସତ୍ୟ ମାର୍ଗରେ ଚାଲିବା ଏକ ମହାନ ଜୀବନଶୈଳୀ, ଯାହା ଶାନ୍ତି ଏବଂ ସମ୍ମାନ ଆଣିଥାଏ। ଏହି ପଥରେ ଚାଲିବା ପାଇଁ ସବୁବେଳେ ନିଜ ବିବେକର କଥା ଶୁଣନ୍ତୁ। ଦୁନିଆ ଯାହା ବି କହୁ, ଯଦି ଆପଣଙ୍କ ବିବେକ ସଠିକ୍ ଅଛି, ତେବେ ତାହାକୁ ଅନୁସରଣ କରନ୍ତୁ। ଜୀବନ ଯେତିକି ସତ୍ୟ, ମୃତ୍ୟୁ ମଧ୍ୟ ସେତିକି ସତ୍ୟ। ଏହି ସତ୍ୟକୁ ଗ୍ରହଣ କରି ସଚ୍ଚୋଟତାର ସହ ଜୀବନଯାପନ କରନ୍ତୁ। ପ୍ରେରଣା ଆମେ ବୃକ୍ଷମାନଙ୍କ ଠାରୁ ନେବା ଉଚିତ। ଫଳ ହେବା ପରେ ଯାହାର ଡାଳମାନେ ସ୍ୱତଃ ନଇଁଯାଏ। ଜୀବନରେ ଅନେକ ବନ୍ଧୁ କରିବା କିଛି ବଡ଼ କଥା ନୁହେଁ। ଦୀର୍ଘ ଦିନ ଧରି ଜଣଙ୍କ ସହ ବନ୍ଧୁତା ରଖିବା ଏକ ବିରଳ ଅନୁଭୂତି। ସମର୍ଥନ ଓ ବିରୋଧ ମାତ୍ର ବିଚାରର ହେବା ଉଚିତ, କୌଣସି ବ୍ୟକ୍ତିର ନୁହେଁ। କାରଣ ଭଲ ବ୍ୟକ୍ତି ମଧ୍ୟ ଭୁଲ ଧାରଣା ରଖିପାରେ। ଗୋଟେ ଖରାପ ବ୍ୟକ୍ତିର ମଧ୍ୟ କିଛି ଭଲ ଧାରଣା ଥାଇପାରେ। କେବଳ ଅନ୍ୟମାନଙ୍କ ପ୍ରଶଂସା ପାଇବା ପାଇଁ ଭଲ କାମ କରନ୍ତୁ ନାହିଁ। ଯେଉଁମାନେ ଭଲ କାମ କରନ୍ତି ସେମାନେ ସ୍ୱତଃ ଅନ୍ୟମାନଙ୍କ ପ୍ରଶଂସାର ଯୋଗ୍ୟ ହୋଇଯାଆନ୍ତି। ଆପଣ ଆପଣଙ୍କର ଅତୀତକୁ ଯାଇ ଆରମ୍ଭ ହୋଇଥିବା ଭୁଲକୁ ସୁଧାରି ପାରିବେନି ସତ, କିନ୍ତୁ ବର୍ତ୍ତମାନରେ ଥାଇ ଭବିଷ୍ୟତର ଶେଷକୁ ସଜାଡ଼ି ପାରିବେ। ସଂସାରରୁ ମନ ହଟାଇ ଭଗବାନଙ୍କ ଠାରେ ଲଗାଇବା ଦରକାର। ସମୟ କାହାର ପ୍ରତୀକ୍ଷା କରେ ନାହିଁ, କିନ୍ତୁ ହତାଶ ହେବାର ବି ଦରକାର ନାହିଁ। କୃପାମୟଙ୍କ ଆଶ୍ରୟ ଯିଏ ବି ନେଇଛି, ତାର ବି ଉଦ୍ଧାର ସିଏ କରିବେ। ଦୁଇଟି ବିଷୟ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ। ପର୍ଯ୍ୟାପ୍ତ ଆୟ ନଥିଲେ ଖର୍ଚ୍ଚ ଉପରେ ଓ ଜ୍ଞାନ ନଥିଲେ ଶବ୍ଦ ଉପରେ, ଅନ୍ୟଥା ଅପଦସ୍ଥ ହେବେ। ସମ୍ପର୍କ ସବୁବେଳେ ଚନ୍ଦନ ପରି ରଖିବା ଉଚିତ। ଯେପରି ଚନ୍ଦନ 1000 ଖଣ୍ଡ ହେଲେ ମଧ୍ୟ ତାର ସୁଗନ୍ଧ ସବୁଠି ଠିକ୍ ରହିଥାଏ, ସେହିପରି ସମ୍ପର୍କ ମଧ୍ୟ ସବୁ ପରିସ୍ଥିତିରେ ସବୁ ଜାଗାରେ ସମାନ ରହିବା ଉଚିତ। ଭଗବାନଙ୍କୁ ପାଇବାକୁ ହେଲେ ଚତୁରତା ନୁହେଁ, ନିର୍ମଳ ହୃଦୟର ସହ ସମର୍ପଣ ଆବଶ୍ୟକ। ଅନ୍ତରର ଶୁଦ୍ଧତା ହିଁ ଜୀବନର ସବୁଠାରୁ ବଡ଼ ସତ୍ୟ। ମୁହଁରୁ ବାହାରିଥିବା ଶବ୍ଦ ଫେରି ଆସେ ନାହିଁ। କ୍ରୋଧ ସମୟରେ ମୌନ ରହିବା ଏବଂ ଖୁସି ସମୟରେ ପ୍ରତିଶ୍ରୁତି ନ ଦେବା ହିଁ ଜୀବନର ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ।